ବିଜେଡିର ପୁଣି ନମ୍ବର 9 ଥ୍ୟୋରୀ। ଦଳ ବର୍ତ୍ତମାନ ସୁଦ୍ଧା 5ଟି ପର୍ଯ୍ୟାୟରେ ପ୍ରାର୍ଥୀ ଘୋଷଣା କରିଥିଲେ ବି ସବୁ ଘୋଷଣାରେ ନମ୍ବର 9 ଉପରେ ଗୁରୁତ୍ୱ ଦିଆଯାଇଛି। ଆଜି ବି ଦଳ 9 ଜଣ ପ୍ରାର୍ଥୀଙ୍କର ନାଁ ଘୋଷଣା କରିଛି। ପ୍ରଥମ ପର୍ଯ୍ୟାୟରେ ଦଳ 72 ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା। 7ରେ 2 ମିଶାଇଲେ ଫଳ ଆସୁଛି 9। ସେହିପରି ପ୍ରଥମ ପର୍ଯ୍ୟାୟରେ 9 ସାଂସଦଙ୍କ ନାଁ ବି ଘୋଷଣା ହେଲା। ଦ୍ୱିତୀୟ ପର୍ଯ୍ୟାୟରେ ଦଳ ବିଧାନସଭା ଆସନ ପାଇଁ 27 ପ୍ରାର୍ଥୀଙ୍କର ନାଁ ଘୋଷଣା କଲା। ଏଠି ବି ଫଳ 2ରେ 7 ମିଶିଲେ 9। ସେହିପରି ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟରେ ବିଜେଡି 9ଟି ଲେଖାଏଁ ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କର ଘୋଷଣା କରିଥିଲା। ମୋଟ 4ଟି ପର୍ଯ୍ୟାୟରେ ଦଳ 117 ଆସନରେ ପ୍ରାର୍ଥୀ ଦେଇଥିଲା। 117ର ସବୁ ଅଙ୍କ ଘରକୁ ମିଶାଇଲେ ବି ଫଳ ଆସୁଛି 9। ତେବେ ଏବେ ପଞ୍ଚମ ପର୍ଯ୍ୟାୟରେ ବି ଦଳ 9ଟି ଆସନରେ ପ୍ରାର୍ଥୀ ଘୋଷଣା କରିଛି। ଏହା ସହିତ ବର୍ତ୍ତମାନ ସୁଦ୍ଧା ବିଜେଡି ଘୋଷଣା କରିଥିବା ମୋଟ ଆସନ ସଂଖ୍ୟା ହେଉଛି 126। ତେବେ